ଆଜିର ମୁଖ୍ୟ ଖବର ଜଳର ରାଣୀ ଆସିଛନ୍ତି ଖବର ନ ଦେଇ ଫରମାଇଶ ଗରମ ଭାତ ସହ ଖିଆ ହେବ ମାଛର ଝୋଳ। ରାଣୀଙ୍କୁ ସ୍ୱାଗତ କରିବା ପାଇଁ ଆମେ ତେଲ ଓ ହଳଦୀର ଗୋଟିଏ ଲେପ ପ୍ରସ୍ତୁତ କରିନେବା ଏବଂ ରାଣୀଙ୍କୁ ସେଥିରେ ଭଲ ଭାବରେ ଗାଧୋଇ ଦେବା। ଗାଧୋଇ ସାରିବା ପରେ ଗରମ ତେଲରେ ଆମେ ରାଣୀଙ୍କୁ ଛାଡ଼ିଦେବା। ଏପଟ ସେପଟ ପଲଟେଇ ସାରିଲା ପରେ ଆମେ ରାଣୀଙ୍କୁ ସେହି ତେଲରୁ ବାହାର କରିନେବା ଓ ସେହି ତେଲରେ ଆମେ ଫୁଟଣ ଦେଇଦେବା। ଫୁଟଣରେ ଖାସ୍ କରି ଭୃସଙ୍ଗ ପତ୍ର ପକାଇବା ପାଇଁ ଜମାରୁ ବି ଭୁଲିବେନି, କାରଣ ରାଣୀଙ୍କର ତାହା ବହୁତ ପସନ୍ଦ। ସେହି ଫୁଟଣରେ ଆମେ କଟା ଯାଇଥିବା ପିଆଜ ଦେଇଦେବା ଓ ସେହି ଫୁଟଣକୁ ଭଲ ଭାବରେ ଭାଜି ନେବା। ସେଥିମଧ୍ୟରେ ଆମେ ରାଣୀଙ୍କୁ ଟିକେ ଗୋଲ ଗୋଲ କରି ଘୂରେଇ ନେବା। ଏପଟେ ଫୁଟଣରେ ପ୍ରସ୍ତୁତ କରି ରଖିଥିବା ଗୋଟିଏ ସ୍ପେଶାଲ ମସଲାକୁ ଆଡ଼୍ କରିନେବା। ହଁ, ଟମାଟୋ ପକାଇବାକୁ ଆଦୌ ବି ଭୁଲିବେନି। ଟମାଟୋ ପକାଇ ସାରିଲା ପରେ ସେହି ମସଲାକୁ ଭଲ ଭାବରେ ଭାଜି ନେବା ଏବଂ ପାଣି ଦେଇ ଟିକେ ଟାଇମ୍ ଫୁଟିବା ପାଇଁ ଛାଡ଼ିଦେବା। ପାଣି ଫୁଟିଲା ପରେ ରାଣୀଙ୍କୁ ସେହି ପାଣିରେ ଟିକେ ପହଁରିବା ପାଇଁ ଛାଡ଼ିଦେବେ। ଟିକେ ଟାଇମ୍ ପରେ ପାଣି ଫୁଟି ଫୁଟି ମରିଯାଇଥିବ, ତାପରେ ଦେଖିବେ ପ୍ରସ୍ତୁତ ହୋଇଯାଇଥିବ ସୁଆଦିଆ ମାଛ ତରକାରୀ। ଆଜିର ଏହି ଖବରଟି ଆପଣଙ୍କୁ ଭଲ ଲାଗିଥିଲେ ମୋର ଏହି ଚ୍ୟାନେଲକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିଦେବେ। ରହୁଛି, ଜୟ ଜଗନ୍ନାଥ।